ତମେ ସୂକ୍ଷ୍ମ ଆଗ୍ରହୀ କରି ଦେଖିଛ ପାହାଡ଼ର ପେଟ ଭିତରେ ତରୁଣ ଲାଭାର ତରଙ୍ଗ ଉପରେ ସବୁ ଯବନା ଉତ୍କୀର୍ଣ୍ଣ ହୁଏ ଲାଭା ଆଉ ସେ ଲାଭାର ନିଆଁ ଜାଳି ପୋଡ଼ି ପାଉଁଶ କରିଦିଏ ସବୁ କିଛି କେହି କେବେ କଳ୍ପନା କରିନଥାନ୍ତି ଏତେ ସୁନ୍ଦର ଦେଖାଯାଉଥିବା ପାହାଡ଼ଟି ଏମିତି ଭୟଙ୍କର ହେଇଗଲା କେମିତି ଆଜି ଅମୂଲ୍ୟ ଚୌଧୁରୀକୁ ଏ ଅନନ୍ୟ ଛୋଟାଇ ସଜେଇ ଦେଇଛି ଗୋଟେ ଭୟଙ୍କର ଆଗ୍ନେୟ ଗିରିରେ ସେ ନିଜେ ଚଳିବା ସହ ଅନ୍ୟ ସମସ୍ତଙ୍କୁ ଜାଳି ପୋଡ଼ି ଭସ୍ମ କରିଦେବାର ଶପଥ ନେଇଛି। ବହୁତ ଧନ୍ୟବାଦ ଅମୂଲ୍ୟ ଦାସୀ ଜୀବନରେ ଶେଷ ଦିନରେ ତମଠାରୁ ବିଦାୟ ନେଉଛି ଅନନ୍ୟା ଯେ ତମ ପାଇଁ ଦିନ ଅତୁଳନୀୟ ଥିଲା ସମ୍ପର୍କର ଶ୍ରୀମନ୍ଦିର ଭାଙ୍ଗି ରୁଜି ଚୁରମାର ହୋଇଗଲା ପରେ ଅବଶିଷ୍ଟାଂଶ ତ ଆଉ କିଛି ନାହିଁ ତଥାପି ବି ଯିବା ପୂର୍ବରୁ କେବଳ ଏତିକି କହିବି ମୋର ଏ ଶରୀରର ଆଉ ଦାସୀର ମୋହର ତ କେବେ ବି ଲିଭିବନି କି କେବେ ବି ମୁଁ ମନେ ମନେ ଭାବିବିନି ଯେ ଦିନେ ମୁଁ ଥିଲେ ହସ୍ତିନାପୁରର ଲାବଣ୍ୟବତୀ